श्रीदारु ब्रह्मक अमर गाथा स्रष्टांकर पुणी सृष्टिर कथा श्रीदारु ब्रह्मक अमर गाथा स्रष्टांकर पुणी सृष्टिर कथा जगत जनक मंगल पाई लीला क्षेत्र कल श्रीक्षेत्र भूई से अमर गाथा दिए बखाणी करे कल्याण स्कंद पुराण स्कंद पुराण स्कंद पुराण। दोर्भ्यां शोभितलाङ्गलं समुसलं कादम्बरी चञ्चलं रत्नाढ्यम्बरकुण्डलैर्भुजबलैः आक्रान्तं भूमण्डलं वज्राभाञ्चलचारुगण्डजुगलैर्नागेन्द्रचूडोज्ज्वलं संग्रामे चपलं शशाङ्कधवलं श्रीकामपालं भजे। मध्ये वेदी परात्परा भगवती जाह्लादिनी रूपिणी निर्लिप्ता गुप्तदेहा त्रिभुवन जननी सूक्ष्मरूपा विचित्रा देवीमानन्दकन्दा कनकतनुधरा सर्वसौभाग्यरूपा देहि मे सुधा भक्तिं हरिपदजुगले जोगमायां स्मरामि। फूलेन्दीवरलोचनैर्नवघन श्यामाभिरामाकृतिं विश्वेशं कमलाविलासविलसद् पादारविन्दद्वयं दैत्यारिं सकलेन्दुमण्डितमुखं शङ्खारिशोभाकरं वन्दे श्रीपुरुषोत्तमं प्रतिदिनं लक्ष्मीनिवासालयम्। जड़े नवविवाहित दंपति किछि बंधुवर्ग को धरी महाप्रभु का दर्शन निमित्त पुरुषोत्तम क्षेत्र में पहुँचले। भितरी गंभीरा भितर प्रवेश करिसेंती चिन्हई दौरान स्त्री की चिन्हई दौरान देख ये जहाँ को धवल प्रतिमा देखुच आम सम्मुखरे ये अतिशय बलशाली लांगली नीलचेड़ी गिरीश गिरिबलक्ष्यो रेवती कामुकोयं मधु परिचय शोणे घोरनयन नेत्र पद्मे सखी सफलय चक्षु बंधुवर्गै उदग्रै। ये बक्रबाग चक्रपाणी पट्टनायक गुंडीचा चंपू चंपू छल नागर पुरुष एमिति कहउछंती स्त्री की कहउछंती बंधुवर्ग सह तमे आंकु देख प्रिय ये अतिशय बलशाली लांगली नीलचेड़ी ये जी हललंगल धारण करिछंती महाप्रभु रेवती प्राणमणि ये कादम्बरी प्रमत्त बलराम स्वयं हिमाद्रीर तुंगिमा धवलिमा को ताच्छल्य करी जहाँकर संखेन्दु धवलम बलम सी महाप्रभु पिन्नोन्नत बक्षस से महाप्रभु को थरे चाह आंगली नीलचेड़ी गिरीश गिरी बलक्ष्यो रेवती कामुकोयम मधु परिचय शुणे घोरनयन नेत्र पद्मे सखी सफलय चक्षु नयन मन को तृप्त कर ये चर्मचक्षु पवित्र हो जाऊ जहाँ किछि कहिबार अछि सखी यही हमको कहीदियो यही महाप्रभु को कहीदियो सीए ही जणई देवे प्रभु को मनोवेदना दुख जातना जहाँ किछि पाप ताप अच्छी ये ही सबू जणई देवे महाप्रभु को
ଏଇଠି ହିଁ ଜଣା। ମଝିରେ ଏଇ ଯେଉଁ ପ୍ରତିମା ଦେଖୁଛ କୁଙ୍କୁମ ବର୍ଣ୍ଣ ରୂପ, ୟାଙ୍କୁ ଇହମିହ କରୁଣାଦ୍ରା ଯା ପ୍ରସିଦ୍ଧା ସୁଭଦ୍ରା ନବଦଳିତ ହରିଦ୍ରା ବର୍ଣ୍ଣ ଗୌରୈକ ଭଦ୍ରା ଅମଳ କମଳ ନେତ୍ରା ନେତ୍ରବସ୍ଥାତି ଚିତ୍ରା ସଖୀ ସଫଳୟ ଚକ୍ଷୁ ବନ୍ଧୁବର୍ଗୈ ଉଦଗ୍ରୈ। ହେ ସଖୀ, ଏ ମଧ୍ୟମ ପ୍ରତିମା, ଏ କୁଙ୍କୁମ ବର୍ଣ୍ଣ ରୂପ, ଇଏ ଅନେକ କଥା ଏଙ୍କ ବିଷୟରେ। ଇଏ ହେଉଛନ୍ତି ଯୋଗ ମାୟା ନିର୍ଲିପ୍ତା ଗୁପ୍ତ ଦେହା ତ୍ରିଭୁବନ ଜନନୀ ସୂକ୍ଷ୍ମ ରୂପା ବିଚିତ୍ରା ଦେବୀ ମାନନ୍ଦ କନ୍ଦା କନକ ତନୁଧରା ସର୍ବ ସୌଭାଗ୍ୟ ରୂପା। ଇଏ ସୁଧା ଭକ୍ତି ପ୍ରଦାନ କରନ୍ତି। ଇଏ ମାଙ୍କୁ ପ୍ରଣାମ କର। ଇଏ ହେଉଛନ୍ତି ଯୋଗ ମାୟା। ଏଇଠି ହିଁ ଭକ୍ତି ସୁମନ ବାଢ଼ି ଦିଅ, ମାଙ୍କୁ ନିବେଦନ କର। ବ୍ରହ୍ମ ଦର୍ଶନରେ ଯେପରି କିଛି ମାୟା ପ୍ରହେଳିକା ନ କରିପାରେ, ଠିକ୍ ସେଇଭଳି ଭାବରେ ତାଙ୍କୁ ପ୍ରାର୍ଥନା କର। ଇୟମିହ କରୁଣାଦ୍ରା ଯା ପ୍ରସିଦ୍ଧା ସୁଭଦ୍ରା। କରୁଣାର ମୂର୍ତ୍ତିମନ୍ତୀ ପ୍ରତିକା ଇଏ ସମ୍ପୂର୍ଣ୍ଣ ଭାବରେ ଦୟାର୍ଦ୍ର ଚିତା ନବଦଳିତ ହରିଦ୍ରା ବର୍ଣ୍ଣ ଗୌରୈକ ଭଦ୍ରା। ଇ ମାଙ୍କୁ ଦଣ୍ଡବତ ପ୍ରଣିପାତ ହୁଅ ଏବଂ ଏଙ୍କୁ ହିଁ ଦେଖ। ଇଏ ଯେ ଭାଲୁଣୀ ପରାୟ କାଳିଆ ମୁହଁକୁ ଚାଲୁଣୀ ପରାୟ ଆଖି, ୟାଙ୍କୁ ତ ସଖୀ ସମସ୍ତେ ଜାଣନ୍ତି ଜଗତରେ, ତମେ ବି ଜାଣିଛ। ଇଏ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଅମିତ କରୁଣା ସିନ୍ଧୁ ସିନ୍ଧୁ ଯାହା ପ୍ରାଣବନ୍ଧୁ ନବ ଜଳଧର ଧାମାନନ୍ଦ ସନ୍ଦୋହ ସୀମା। ନବ ଜଳଧର ଧାମା, ନବ ନିରଦର କାନ୍ତିକି ତାଚ୍ଛଲ୍ୟ କରି ସମ୍ପୂର୍ଣ୍ଣ ଭାବରେ ଇଏ ଅମିତ କରୁଣା ସିନ୍ଧୁ, କରୁଣା ବରୁଣାଳୟ, ଇଏ ସିନ୍ଧୁ ଯେ ମା ଜୀବ ବନ୍ଧୁ ଲକ୍ଷ୍ମୀପତି ମହାପ୍ରଭୁ, ୟାଙ୍କୁ ହିଁ ନମସ୍କାର କର। ଯାହା କହିବାର କଥା ବଳଭଦ୍ରଙ୍କୁ ତ କହିସାରିଛ, ଏଠି କିଛି ମନୋବେଦନା ଜଣାଇବାର ନାହିଁ। କାରଣ ଦର୍ଶନାତ୍ ପାପନାଶନମ୍, କେବଳ ଦର୍ଶନ କଲେ ଯାହାଙ୍କୁ ମୁକ୍ତି ହେଇଯାଏ। ଅମଳ କମଳ ନେତ୍ର ସ୍ଫୀତ ପୀତାଂଶୁକୋୟମ୍ ସଖୀ ସଫଳୟ ଚକ୍ଷୁ ବନ୍ଧୁବର୍ଗୈ ଉଦଗ୍ରୈ। ଏମିତି ମହାପ୍ରଭୁମାନଙ୍କୁ ଚିହ୍ନେଇ ଚିହ୍ନେଇ ଦେବା ପରେ ସ୍ତ୍ରୀ କହୁଛନ୍ତି, ମୁଁ ତ ଶୁଣିଥିଲି ସମସ୍ତେ କହୁଥିଲେ ଇଏ ରତ୍ନ ସିଂହାସନରେ ଭାଇ ଭଉଣୀ 3 ଜଣ ବସିଛନ୍ତି, କିନ୍ତୁ ତମେ ଏବେ ଯେତେବେଳେ ମୋତେ ଚିହ୍ନେଇଲ, ଏଠି ଗୋଟିଏ କଥା କହୁଛ ଯେ ଇଏ ହେଉଛନ୍ତି ଜୀବ ବଳଭଦ୍ର, ମଝିରେ ଯୋଗମାୟା ସୁଭଦ୍ରା, ଇଏ ହେଉଛନ୍ତି ସାକ୍ଷାତ ବ୍ରହ୍ମ ସ୍ୱରୂପ ମହାପ୍ରଭୁ ଜଗନ୍ନାଥ। ଏଠି ତ ଭାଇ ଭଉଣୀର କଥା କିଛି ଉଠେଇଲ ନାହିଁ। ତ ଏଇଠି ନାଗର ପୁରୁଷ କହୁଛନ୍ତି ଗୋଟିଏ କଥା, ସଖୀ ଇଏ ଏକ ପ୍ରତୀକାତ୍ମକ ଚିତ୍ର। ଆମେମାନେ ୟାକୁ ଦେଖିଲେ, ଏଇଠି ସବୁ କଥାରେ ଜୀବ ବ୍ରହ୍ମ ମଧ୍ୟରେ ମାୟା ବୀଜ, ଏଇ କଥାକୁ ଅନୁଭବ କଲେ, ଦେଖିଲେ ଯେଉଁ ତତ୍ତ୍ୱ ଶ୍ରୀକୃଷ୍ଣ ତତ୍ତ୍ୱରେ, ଲୀଳା ପୁରୁଷୋତ୍ତମ ତତ୍ତ୍ୱରେ ଯେଉଁ କଥା ଆସେ ଯେ ଇଏ 2 ଜଣ, 3 ଜଣ ଯାକ ଭାଇ ଭଉଣୀ। ମୋତେ ଖାଲି ଗୋଟିଏ କଥା କହ, ଇ ସୁଭଦ୍ରା ଦେବୀ ଇଏ ଯଦି ଭାଇ ଭଉଣୀ ହୁଅନ୍ତି, ଇଏ କାହାର ଭଉଣୀ? ବଳଭଦ୍ରଙ୍କର, ବାସୁଦେବ ଜଗନ୍ନାଥଙ୍କର, କୃଷ୍ଣଙ୍କର, କାହା ଭଉଣୀ? ଇଏ ବିଷୟରେ ଯଦି ଅଧିକ ଜାଣିବାକୁ ଚାହୁଁଛ ତାହେଲେ ଏତିକି କଥା ଖାଲି ଶୁଣ। ଇଏ ବଂଶରେ କୃଷ୍ଣଙ୍କର ପିତା ବସୁଦେବ, ଯାହାଙ୍କୁ ଏ ବଂଶରେ ଜଣେ ରାଜା ଥିଲେ ସମ୍ପୂର୍ଣ୍ଣ ଭାବରେ, ଇଏ ତାଙ୍କ ନାମ ସୁରସେନ। ସୁରସେନଙ୍କର ପୁଅ ହେଉଛନ୍ତି ବସୁଦେବ। ବସୁଦେବ ଯେତେବେଳେ ଯୁବରାଜ ହେଲେ, ଜଣେ ରାଜାଙ୍କର ସେ 7 ଝିଅଙ୍କୁ ବିବାହ କରିଥିଲେ। ପୁଣି ଯଦୁବଂଶର 7 ବଂଶ ଭିତରୁ ସବୁ ବଂଶରୁ ଜଣେ ଜଣେ ଝିଅଙ୍କୁ ବିବାହ ହେଲେ। ତେଣୁ ବସୁଦେବଙ୍କର 14 ଜଣ ପତ୍ନୀ ବୋଲି ଶାସ୍ତ୍ର କହନ୍ତି। ଏଇ ଯେଉଁ 7 ଜଣଙ୍କୁ ପଛରେ ବିବାହ କଲେ, ଏମାନଙ୍କ ଭିତରେ ହେଉଛନ୍ତି ପୌରବୀ, ରୋହିଣୀ, ଭଦ୍ରା, ମଦିରା, ରୋଚନା, ଇଳା। ଦେବକ୍ୟାଃ ପ୍ରମୁଖା ଆସନ୍ ପତ୍ନ୍ୟାଃ ଆନକଦୁନ୍ଦୁଭେ। ଆନକଦୁନ୍ଦୁଭି ମାନେ ଯେତେବେଳେ ମହାତ୍ମା ବସୁଦେବ ଜନ୍ମ ନେଲେ, ସେତେବେଳେ ଆକାଶରେ ଢକା ବାଜୁଥିଲା, ଦୁନ୍ଦୁଭି ବାଜୁଥିଲା, ନାଗରା ବାଜୁଥିଲା। ଜଣେ ମହାତ୍ମା ମର୍ତ୍ତ୍ୟରେ ଜନ୍ମ ଅବତାର ଗ୍ରହଣ କଲେ,
जन्म नेले सी होउछंती ई वसुदेव महात्मा कारण विशुद्ध सत्व आम आलोचना करथिले सत्वम विशुद्धम वसुदेव शब्दितम वसुदेव शब्दर अर्थ होउची विशुद्ध सत्व तेणु एमिति जने महात्मा जन्म नेले एवं ई जो 7 जन स्त्री की पछरे से विवाह कले यांकर भितर पौरवी पर जो रोहिणी की विवाह करथिले ये रोहिणी नंदन होउछंती महाप्रभु बलराम ये शेष सभा सानराणी जे देवकी तांकर पुत्र होउछंती भगवान श्रीकृष्ण ये दुई मार दुई बाप जणे ये दुई मार दुई जन पुत्र ये जो भद्रा बा सुभद्रा ये ना रोहिणींकर झियो नाई देवकींकर झियो तेणु ये दुहींकर भाई भौणी केमिति ये हेले जो भद्रा नामनी जो राणी थिले वसुदेवंकर जेमती रोहिणी संपूर्ण पौरवी रोहिणी भद्रा ये भद्रांकर झियो ना होची सुभद्रा ये सुभद्रा होउछंती हस्तिना कटकर जो माने राजा थिले ये होउछंती अर्जुन पत्नी यही सुभद्रा यही भाई भौणी तत्व सी हस्तिना कटक छाड़ी संपूर्ण भाव में यही विराजमान करेंगे भाई भौणी के पाखे बसवे एक अनेक को ठीक लगे ना किंतु जो माने कृष्ण तत्व विश्वासी जो माने एक कथा को ग्रहण करती ये भाई भौणी तत्व ये तीन मार तीन जन पिला सिंहासन रे बलभद्र सुभद्रा एवं जगन्नाथ ही विराजमान करिसंती तमे यही तत्व ही जानिछ किंतु एबे जहाँ शुणिल एबे जहाँ जानिल ये स्कंदवर्णित तत्व एक कथा नथिले मध्य ये गोटिए कथा अछि जे भगवानकर प्रकट उत्सव रे दारू स्वयं निज प्रतिमा निजे तैयारी कले एभली भाव में प्रकट मूर्ति हेले अधा गड़ा परी जना जाउथिले पूर्णा स्वांग संपूर्ण पूर्ण अवयव कारण प्रतीक चेतना रे मध्यवर्ती चेतना रे जहाँ रूपर संपूर्ण रूप न थाई मध्य रूपर आभास दिए संपूर्ण रूपर मूल बिंदु जहाँ प्रतीकात्मक चेतना ताहा ही महाप्रभु ठारे प्रतिफलित करिसंती शास्त्र माने स्कंद यही वर्णनार शतमुखर एबे महाराज इंद्रदुम्न ब्रह्मा पाखे बसिछंती प्रतिष्ठा कर्म सरी जाइछि लोकंक जानिबा पई लोकानां मोहनाशाय लोकमानकर भ्रम दूर करिबा पई भगवान ब्रह्मा जगन्नाथंक हृदय कमल रे हस्त एमती स्पर्श करे अनुष्ठु मंत्र उच्चारण करी नृसिंह मंत्र रे तांको आराधना करने को लगिले जो मंत्र आमे सब जानिचे उग्र वीरं महाविष्णुं ज्वलंतं सर्वतो मुखं नृसिंहं भीषणं भद्रं मृत्यु मृत्युर्नमाम्यहम् 1000 थर ये अनुष्ठुप भाव यही छंदरे ये नृसिंह मंत्र को जप करी हृदय स्पर्श करिबारु भगवानकर हठात दारव मूर्ति जगार महाप्रभु नृसिंह आविर्भाव हेले अति प्रचंड ब्रह्मांड भांडम प्रणमामि चंडम एभली चंड मूर्ति एभली उग्र मूर्ति साट हासम लोल जीवं विघोर्णित नेत्र वक्ता एमिति देखी भीषण आकृतिर नृसिंह मूर्ति देखी समस्ते भीतत्रस्त हो पड़े इंद्रदुम्न नारद उभय प्रार्थना करने को लगिले अन्य माने मध्य जोड़ हस्तर दंडायमान थाई ब्रह्माजी को निवेदन जनइले भगवान ये कौन कले शांत मूर्ति जगार कृपया स्मेर बदन जी सदा बेले हस हस मुखरे शांति प्रदान करती जो मूर्ति जो परम ब्रह्मंकर रूप सी आज ये भीषण रूप ये नृसिंह रूप कहीं नेले आपण बा नृसिंह मंत्र रे आवाहन कले बा कहीं ब्रह्मा कहउचंती इंद्रदम्न महाराज तमें कौन एक कथा भी जानी ना हो जे आद्य मूर्ति नरसिंह भगवान आद्य रूप होची नरसिंह रूप एक कथा लोकों को जनइबा पाई मु दारू रे ये नृसिंहंकर आविर्भाव करे द्वितीय कथा हला एवं सबुठु बलिष्ठ कथा हला अवतीर्ण जगन्नाथ दृष्ट्वा दारु बपोर्धरम अवज्ञास्यन्ति वै लोकाः साक्षात ब्रह्म स्वरूपिणम साक्षात ब्रह्म दारू बपु नहीं दारू शरीर नहीं प्रतिभात होइछन्ति अवतीर्ण होइछन्ति यही कथा जदि मूढ़ जन माने जाणुछन्ति देखुछन्ति दृष्ट्वा
ଇ ମହାପ୍ରଭୁ ଦାରୁ ରୂପ ଧରି ଦାରୁ ଶରୀର ଧରି ପ୍ରକଟ ହେଇଛନ୍ତି। ଇଏ କ'ଣ କରିବେ? ୟାଙ୍କର ଶକ୍ତି କ'ଣ ଅଛି? ମୂର୍ତ୍ତି କେମିତି ବର ପ୍ରଦାନ କରିବ? କାଠର ମୂର୍ତ୍ତି କେମିତି ହୃଦୟ ଚିହ୍ନିବ? ଏଇ କଥା ଯେଉଁମାନେ ବିଚାର କରୁଛନ୍ତି ସେଇମାନଙ୍କୁ ଜଣାଇ ଦେବା ପାଇଁ ଅବଜ୍ଞାସ୍ୟନ୍ତି ମୟି ମୂଢ଼ା, ସେ ମୂଢ଼ମାନଙ୍କୁ ଜଣାଇ ଦେବା ପାଇଁ ଯେ ଇଏ ସମ୍ପୂର୍ଣ୍ଣ ଭାବରେ ଏମିତି ଦାର ବି ମୂର୍ତ୍ତି ନୁହଁ, ଯେଉଁ ଯିଏ ବରଦାନ କରିପାରନ୍ତି ସିଏ କେବେ କାଷ୍ଠର ପ୍ରତିମା ହେଇପାରେ। ତେଣୁ ସେଇମାନଙ୍କୁ ଜଣାଇ ଦେବା ପାଇଁ ମୁଁ ମହାପ୍ରଭୁଙ୍କୁ ଏଭଳି ଭାବରେ ନୃସିଂହ ରୂପରେ ଜାଗରିତ କରାଇଲି। ସେ ଯେତିକି ଶାନ୍ତ ହେଇପାରନ୍ତି ସେତିକି ଭୀଷଣ ହେଇପାରନ୍ତି, ଏହା ମୂଢ଼ମାନଙ୍କୁ ଜଣାଇ ଦେବା ପାଇଁ ମୁଁ ନୃସିଂହଙ୍କର ଆବାହନ କରି ଦାରୁରେ ନୃସିଂହ ରୂପର ପ୍ରକଟ କରାଇଲି। ଆମମାନେ ସମସ୍ତେ ଭଗବତ ଗୀତାରେ ଅନ୍ୟ ସବୁ ଶାସ୍ତ୍ରରେ ବିଶେଷ କରି ଗୋଟିଏ ଅବଜାନନ୍ତି ମାଂ ମୂଢ଼ା ମାନୁଷୀ ତନୁମାଶ୍ରିତମ୍, ଭଗବାନ ନିଜେ କହୁଛନ୍ତି ମୁଁ ମଣିଷ ପରି ରୂପ ନେଇଛି ବୋଲି ଅବଜ୍ଞାସ୍ୟନ୍ତି, ମୋତେ ଲୋକେ ଅବଜ୍ଞା କରୁଛନ୍ତି ବା ମୂଢ଼ମାନେ ଅବଜ୍ଞା କରୁଛନ୍ତି। ମୁଁ ଯେ ପରମ ବ୍ରହ୍ମ ଏକଥା ସେମାନେ ଜାଣିପାରୁନାହାନ୍ତି, ଆଦୌ ଜାଣିପାରୁନାହାନ୍ତି। ତେଣୁ ଏଇମାନଙ୍କୁ ଜଣାଇ ଦେବା ପାଇଁ ଲୋକାନାଂ ମୋହନାଶାୟ, ମୋହନାଶ ହେଇଯାଉ, ସମସ୍ତେ ସଚେତ ହେଇଯାଆନ୍ତୁ। ଇଏ ଦାରୁ ପ୍ରତିମା ଯିଏ ଅତି ଶାନ୍ତ ସିଏ ଅତି ଭୀଷଣ ହେଇପାରନ୍ତି। ଭୟାନାଂ ଭୟଂ ଭୀଷଣଂ ଭୀଷଣାନାମ୍, ସେ ଭୟର ଭୟ, ଭୀଷଣରୁ ଭୀଷଣ, ଘୋରରୁ ଘୋରତର ଏ ଉଗ୍ର ଇଏ ରୂପ ମଧ୍ୟ ସେ ନେଇପାରନ୍ତି। ଏଇ କଥା ଦେଖାଉଛି ହେ ମହାରାଜା ଇନ୍ଦ୍ରଦମ୍ନ, ତମେ ମଧ୍ୟ ଦାରବି ମୂର୍ତ୍ତି ଏସେତି ପ୍ରତିମା ବୁଦ୍ଧି ଅତ୍ର ବଇ ମାଁ କୁରୁ ନୃପ ଶାର୍ଦୂଳ ପରଂ ବ୍ରହ୍ମା କୃତି ତ୍ରୟମ୍। ଇଏ ମୂର୍ତ୍ତି ମାନେ ସମ୍ପୂର୍ଣ୍ଣ ଭାବରେ ବ୍ରହ୍ମର ମୂର୍ତ୍ତି, ଏହାଙ୍କୁ ଦାରବି ପ୍ରତିମା କାଠର ମୂର୍ତ୍ତି, ଇ କଥାକୁ ତମେ ଭାବ ନାହିଁ ହେ ନୃପ ଶାର୍ଦୂଳ, ହେ ମହାରାଜା। ମା ଭୂତେ, ତମେ ମଧ୍ୟ ଏକଥା ଚିନ୍ତା କର ନାହିଁ ଯେ ଇଏ ଦାରୁ ପ୍ରତିମା କାଷ୍ଠ ପ୍ରତିମା ଇ ସ୍ୱୟଂ ବ୍ରହ୍ମ ପ୍ରକାଶତେ, ଇ କ'ଣ କରିପାରନ୍ତି ସମ୍ପୂର୍ଣ୍ଣ ଭାବରେ? ଯାହା ତମ ଆଖି ଆଗରେ ଦେଖିଲ, ଯାହା ଘଟଣା ଘଟିଲା, ଇଏ ଅତି ଶାନ୍ତ, ଅତି ଭୀଷଣ, ଅଣୁ ପରି କ୍ଷୁଦ୍ର, ବୃହତ୍ ଠାରୁ ବୃହତ୍, ସବୁକିଛି ଗୁଣ ବୃତ୍ ନିର୍ଗୁଣ ସବୁକିଛି, ଯାହା ପରିକଳ୍ପନା କରିବ ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ। ମୂଢ଼ମାନଙ୍କୁ ଜଣାଇବା ପାଇଁ, ଅବଜ୍ଞା କରୁଥିବା ଲୋକଙ୍କୁ ଜଣାଇବା ପାଇଁ ଦାରୁରେ ମୋର ଋଷିଙ୍କ ମନ୍ତ୍ରର ଆବାହନରେ ମହାପ୍ରଭୁ ନୃସିଂହକୁ ଜାଗରିତ କରାଇଲି। ତ ଇନ୍ଦ୍ରଦମ୍ନ ହାତ ଯୋଡ଼ିଲେ, ଅନ୍ୟମାନେ ଦର୍ଶନାର୍ଥୀ ସମସ୍ତେ ହାତ ଯୋଡ଼ିଲେ, ପ୍ରଭୁ ଏ ନୃସିଂହ ରୂପକୁ ସମ୍ବରଣ କରନ୍ତୁ, ୟାକୁ ଇ ଯିଏ ପ୍ରତିଭାତ ହେଉଛନ୍ତି ଏ ମୂର୍ତ୍ତି ସମ୍ପୂର୍ଣ୍ଣ ଭାବରେ ଆମ ଚକ୍ଷୁ ସାମ୍ନାରୁ ୟାକୁ ଅପସାରିତ କରନ୍ତୁ। ଆମେ ଜାଣିଲୁ ମହାପ୍ରଭୁ ହିଁ ସବୁକିଛି। ତ ପୁଣି ଥରେ ବ୍ରହ୍ମା ଭଗବାନଙ୍କୁ ସନ୍ତୁଷ୍ଟ କରି ନୃସିଂହ ରୂପ ପ୍ରତ୍ୟାହାର କରିନେବା ପାଇଁ ନିବେଦନ କଲେ ଏବଂ ତାହା ହିଁ ହେଲା। ତ ଏଇଭଳି ଭାବରେ ମୂର୍ତ୍ତି କାଠର ନୁହନ୍ତି, ପ୍ରତିମା ନୁହନ୍ତି, ଇଏ ଏକ ପ୍ରତୀକାତ୍ମକ ଚେତନ ଆତ୍ମା, ସମ୍ପୂର୍ଣ୍ଣ ଘନଖଣ୍ଡ ବିଗ୍ରହ, ଏକଥା ପ୍ରମାଣିତ ହେଇଗଲା। ସବୁକିଛି ବ୍ୟବସ୍ଥିତ ହେଇଗଲା। ଟିକିଏ ପୂର୍ବରୁ ଆମେ ଆଲୋଚନା କରୁଥିଲେ ତୋଇ ପ୍ରତିଷ୍ଠିତେ ନାଥ ବୟଂ ସର୍ବେ ପ୍ରତିଷ୍ଠିତା, ଭଗବାନ ପ୍ରତିଷ୍ଠିତ ହେଇଗଲେ। ତ ଏ ଜଗତ ଚରାଚର ଶାନ୍ତ ହେଇଗଲେ, ସମସ୍ତେ ପ୍ରତିଷ୍ଠିତ ହେଇଗଲେ। ଏବେ କ'ଣ କରାଯିବ? ଭଗବାନ ବ୍ରହ୍ମା କହିଲେ ପ୍ରତିଷ୍ଠା କର୍ମ ସରିଲା, ଏବେ ମୋର ଗୋଟିଏ ମାତ୍ର ଅଛି କାମ, ଯାହା ମୁଁ ସାରି ଏବେ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କରିବି। ତ ଭଗବାନଙ୍କୁ ସ୍ତବ ସ୍ତୁତି କରି ବ୍ରହ୍ମାଜୀ ଜଣେଇଲେ, ପ୍ରଭୁ ଏଇ ଯେଉଁ ମହାରାଜା ଇନ୍ଦ୍ରଦମ୍ନ ଏତେ ସବୁ କାମ କରୁଛନ୍ତି, ସମସ୍ତଙ୍କୁ ଡାକି ପ୍ରତିଷ୍ଠା କର୍ମ କଲେଣି, ଇଏ ସହସ୍ର ସମତିତାନି ବ୍ୟତୀତାନି ଜଗତପତେ, ହେ ଜଗତପତି, ହେ ମୁରାରୀ, ଆପଣଙ୍କୁ ପାଇବା ପାଇଁ ଇଏ ଇନ୍ଦ୍ରଦମ୍ନ ହଜାର ହଜାର ଥର ଜନ୍ମ ନେଇ ସାରିଲେଣି। ସହସ୍ର ସମତିତାନି, ସହସ୍ର ଜନ୍ମ ବ୍ୟତୀତାନି, ଇଏ ଆପଣଙ୍କୁ ଏ ଜନ୍ମରେ ତାଙ୍କର ଅହୋଭାଗ୍ୟ ଉଦୟ ହେଲା, ଆପଣ କୃପାବାରି ବର୍ଷଣ କଲେ, ସିଏ ଆପଣଙ୍କୁ ଏଇ ରୂପରେ ଦେଖିଲେ, ଭଗବତ ପ୍ରତିଷ୍ଠିତ ହେଲେ। ତେଣୁ ଏଭଳି ଲୋକଙ୍କୁ, ଏଭଳି ଯିଏ ସ୍ରଷ୍ଟୁ ପଞ୍ଚମ ପୁରୁଷ, ମୋର ପଞ୍ଚମ ପୁରୁଷରେ ଜନ୍ମିତ ହେଇଥିବା ମହାରାଜ ଇନ୍ଦ୍ରଦମ୍ନ, ତାଙ୍କୁ ଆପଣ କିଛି ଆଶୀର୍ବଚନ ଦିଅନ୍ତୁ, କିଛି ବର ପ୍ରଦାନ କରନ୍ତୁ। ଏଇ କଥା ଶୁଣି ଦାରୁ ବି
ବିହସନ୍ ପ୍ରାୟ ଗମ୍ଭୀରୟା ଗିରା। ଦାରୁ ବି ହସିବାକୁ ଲାଗିଲେ। ଅର୍ଥାତ୍ ସମ୍ପୂର୍ଣ୍ଣ ମାନବିକ ଲୀଳା ସତରେ ଯେମିତି ଜଣଙ୍କ ସାଙ୍ଗରେ ଜୀବନ୍ତ ପ୍ରତିମା ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି। ତ ସ୍ୱୟଂ ଚେତନ ପୁରୁଷ ସ୍ୱୟଂ ପରମାତ୍ମା ଯିଏ କବି ପରିଭୂ ସ୍ୱୟଂଭୂ ମନୀଷୀ ସବୁ କିଛି ମାନେ ଭଗବାନଙ୍କୁ ଦେଖିବେ ଯେଉଁ ସୃଷ୍ଟି କରନ୍ତି ଭଗବାନ ନା ସେ ହଠାତ୍ ଆବଶ୍ୟକତାକୁ ଚାହିଁକି ସୃଷ୍ଟି କରନ୍ତି ନାହିଁ। କେମିତି କରନ୍ତି? ବିଷ୍ଣୁ ସହସ୍ର ନାମରେ ତାଙ୍କର ଗୋଟିଏ ନାଁ ଆସେ ଭୂତ ଭବ୍ୟ ଭବତ୍ ପ୍ରଭୁ। କ'ଣ ଥିଲେ, କ'ଣ ସଂସାର ଥିଲା, ପ୍ରକୃତି ଥିଲା, ପୂର୍ବେ କ'ଣ ହେବ, କିଭଳି ଭାବରେ ଏ ପୃଥିବୀ ତିଷ୍ଠି ରହିବ, ସୃଷ୍ଟି ତିଷ୍ଠି ରହିବ ଏବଂ କ'ଣ କଲେ ଏବେ ଠିକ୍ ହେବ, ଏ ତିନି କାଳକୁ ଲକ୍ଷ୍ୟ କରି ସିଏ ସୃଷ୍ଟି ରଚନା କରନ୍ତି। ଭୂତ ଭବିଷ୍ୟ ବର୍ତ୍ତମାନ ସର୍ଜଇ କରି ଅନୁମାନ ବ୍ରହ୍ମାଣ୍ଡ କୋଟି କୋଟି ମାତ୍ରେ ସର୍ଜନା କରେ ନିଜ ଗାତ୍ରେ। ନିଜ ଦେହରୁ ସବୁ ସୃଷ୍ଟି କରନ୍ତି, କାହାରି ବିନା ଆଶ୍ରୟରେ ମଧ୍ୟ ସେ ସୃଷ୍ଟି କରନ୍ତି। ସେଇଥିପାଇଁ ସେ ସମର୍ଥ ପୁରୁଷ, ସେଇଥିପାଇଁ ସେ ସମର୍ଥ। ସିଏ ଏକମାତ୍ର ଏ ସଂସାରରେ ଭଜନୀୟ ପ୍ରଭୁ, ସିଏ ହିଁ ସମର୍ଥ, ସିଏ କୃତଜ୍ଞ, ସିଏ ବଦାନ୍ୟ। ଏଇ ବିଶେଷଣ ଯାହା ପ୍ରଭୁଙ୍କ ପାଇଁ ପ୍ରୟୋଗ କଲେ ଇଏ କଥାକୁ ମଧ୍ୟ ତର୍ଜମାର ଆବଶ୍ୟକତା ଅଛି। ଖାଲି ଆଲୋଚନା ଦୃଷ୍ଟିରୁ ଗୋଟିଏ କଥା, ଯଦି ଭଜନ କାହାକୁ କରାଯାଇପାରିବ, ଯଦି ଭଜନ କୀର୍ତ୍ତନ କାହାକୁ ସେବାର ସୁଯୋଗ ଦିଆଯିବ, ଯିଏ ସେବ୍ୟ ପୁରୁଷ ସିଏ ଏକମାତ୍ର ଭଗବାନ, ସିଏ ହିଁ ଭଜନୀୟ, ଆଉ କାହାକୁ ଭଜନ କରାଯାଇପାରିବ ନାହିଁ। ସେ ସମର୍ଥ ପୁରୁଷ। କେମିତି ସମର୍ଥ? କର୍ତ୍ତୁମ୍ ସମର୍ଥ, ଅକର୍ତ୍ତୁମ୍ ସମର୍ଥ, ଅନ୍ୟଥା କର୍ତ୍ତୁମ୍ ସମର୍ଥ। ସବୁ ପାଇଁ ସେ ସମର୍ଥ। ଭଗବାନ ବଦାନ୍ୟ, ବଦାନ୍ୟ ଦେଲାବାଲା ତ ବହୁତ ଅଛନ୍ତି, କିନ୍ତୁ ଭଗବାନ ଯେତେବେଳେ ଦିଅନ୍ତି ନା, ଭଗବାନ ଜब देता है वो छपर फाड़ के देते हैं या जमीन उखाड़ के देते हैं। तेणु सेपरी बदान्य केही संसाରରେ ନାହାନ୍ତି। ସବୁଠୁ ବଡ଼ କଥା ମହାରାଜ, ଇଏ ହେଉଛନ୍ତି କୃତଜ୍ଞ ପୁରୁଷ। ନୀଳାଦ୍ରି ବିହାରୀ ନାଥ ଜଗନ୍ନାଥ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଅଗତିର ଗତିନାଥ ଜଗନ୍ନାଥ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ କରୁଣା ବରୁଣାଳୟ ଜଗନ୍ନାଥ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଅଶରଣର ଶରଣ ଜଗନ୍ନାଥ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରତ୍ନ ସିଂହାସନେ ବସି ଟେକି ଦୁଇ ହାତ ଡାକୁଛନ୍ତି ନୀଳାଚଳେ ଆସ ହେ ଭକତ, ମୋର ଦର୍ଶନେ ହେବ ମୁଖ୍ୟ ପ୍ରାତ। ବୋଲୋ ଜଗନ୍ନାଥ ଜୟ ଜଗନ୍ନାଥ ବୋଲୋ